ରତନପୁର ଗାଁରେ କୁନ୍ତି ନାମକ ଜଣେ ବୃଦ୍ଧ ମହିଳା ରହୁଥିଲେ। ତାଙ୍କର ଦୁଇ ପୁଅ ବାହାରେ ଚାକିରି କରୁଥାନ୍ତି। ବଡ଼ ବୋଉର ନାଁ ଥିଲା ଗୌରୀ ଓ ସାନ ବୋଉର ନାଁ ଥିଲା ଶାନ୍ତି। ବଡ଼ ବୋଉ ସବୁବେଳେ ସାନ ବୋଉକୁ ହଇରାଣ କରିବା ପାଇଁ ଚାହୁଁଥିଲା, କାହିଁକି ନା ସାନ ବୋଉ ତା ଦିଅର ସହିତ ଲଭ୍ ମ୍ୟାରେଜ୍ କରିକି ବାହା ହୋଇଥିଲା। ଏମିତିରେ ବି ଶାନ୍ତି ଗରିବ ପରିବାରର ଥିଲା। ଥରେ ବଡ଼ ବୋଉ ହାତରୁ ଚଷମା ପଡ଼ି ଭାଙ୍ଗି ଯାଇଥାଏ। ସେହି ଚଷମାର ଦୋଷ ନ ଦେବା ପାଇଁ ସେ ଶାନ୍ତିକୁ କହିଲା ଏ ଚଷମା ଆଣିବା ପାଇଁ। ସେ ଯାଇ ଦେଖିଲାକୁ ଦେଖେ ଏ ଚଷମାଟି ଭାଙ୍ଗି ଯାଇଛି। ଏପଟେ ଗୌରୀ ଶାଶୁମାକୁ ଧରି ତାଙ୍କ ପଛେ ପଛେ ସେ ଘରେ ପହଞ୍ଚି। ଶାନ୍ତି, ତୁ କ'ଣ କଲୁ? କୌଣସି କାମ ମନ ଦେଇକି କରୁନୁ, କେତେ କ୍ଷତି କରିଦେଲୁ। ଯେବେଠୁ ଆସିଛୁ ଖାଲି ମୋ ଘରେ ଭଙ୍ଗାରୁଜା କରିଛୁ। ଏକରେ ତ ବାପ ଘରୁ ଖାଲି ହାତରେ ଆସିଛୁ, ସେଥିରେ ତ ଟିକେ ଲାଜ ନାହିଁ। ବାକି ମୋ ଘରେ ଯାହା ଅଛି ତାକୁ ବି ସବୁ ଭାଙ୍ଗି ରୁଜି ସବୁ ସାରି ସାରିଲୁଣି। ମା, ମୁଁ କିଛି କରିନି। ଗୌରୀ ଦିଦି ହିଁ ମୋତେ ଚଷମା ଆଣିବାକୁ କହିଥିଲେ। ଆଉ ଯେତେବେଳେ ମୁଁ ଘରକୁ ଆସିଲି ଦେଖିଲି ଚଷମାଟା ଭାଙ୍ଗିକି ତଳେ ପଡ଼ିଥିଲା। କହିବାକୁ କ'ଣ ଚାହୁଁଛୁ ତୁ? ଏକରେ ମୁଁ ଚଷମା ଭାଙ୍ଗିଲି, ପୁଣି ତତେ ଆଣିବାକୁ ପଠେଇଦେଲି। ନା ଦିଦି, ମୁଁ ତ କେବଳ କହିବାକୁ ଚାହୁଁଥିଲି କି ଚଷମାଟା ଆଗରୁ ହିଁ ଭାଙ୍ଗିଥିଲା। ଏହା ଦେଖି ଶାଶୁମା ରାଗରେ କହୁଛନ୍ତି, ଯା, ଘରର ସବୁ କାମ କରିବୁ ଯା। ସବୁ କାମ ସରିଲା ପରେ ଜଙ୍ଗଲରୁ କାଠ ନେଇକି ଆସିବୁ। ତା ପୂର୍ବରୁ ଯେମିତି ତୋ ମୁହଁ ମୋତେ ଦେଖେଇବୁନି। ଶାନ୍ତି ଠିକ୍ ମନ ଅଛି ଦୁଃଖ ମା। କରି ବାହାରକୁ ଚାଲି ଯାଇଥାଏ। ଏପଟେ ଶାଶୁମା କହୁଥାନ୍ତି, ଶାନ୍ତିଟା ଜଙ୍ଗଲ ଯାଉ ଆଉ ତାକୁ କେଉଁ ପଶୁ ଖାଇ ଦିଅନ୍ତୁ। ମରିଗଲେ ମୋ ପୁଅର ଆଉ ଗୋଟେ ବାହାଘର ଧୁମଧାମରେ କରିବି ପୁରା। ବାହାଘରରେ ମା ମୋ ପାଇଁ କିଛି ଭଲ ଗହଣା ଆଣିବ ନା? ହଉ ଯା ଯା, ମୋ ପାଇଁ କିଛି ଭଲ ଖାଇବା ନେଇକି ଆସେ। ହଁ ମା, ମୁଁ ଆପଣଙ୍କ ପାଇଁ ଏବେ ନେଇକି ଆସୁଛି। ଏଇ ଶାନ୍ତିଟା କେମିତି ମରିଗଲେ ମୁଁ ପଣ୍ଡିତମାନଙ୍କୁ ପୁରା ପେଟ ପୂରେଇକି ଖାଇବାକୁ ଦିଅନ୍ତି। ଗୌରୀ ଘରର ସବୁ କାମ କରିସାରି ବାହାରି ପଡ଼େ ଜଙ୍ଗଲକୁ ଯିବା ପାଇଁ। ସବୁ ବାଟ ଅତିକ୍ରମ କରିସାରିଲା ପରେ ସେ ଜଙ୍ଗଲରେ ପହଞ୍ଚିଯାଏ। ଜଙ୍ଗଲରେ ପହଞ୍ଚି ସାରି କାଠ ଗଣ୍ଡ ସବୁ ଏକାଠି କରେ। ଏକାଠି କରିସାରିଲା ପରେ ଟିକେ ଛାଇ ଦେଖି ବସି ପଡ଼େ। ହଠାତ୍ ସେହି ସମୟରେ ସେ ନଜର ପକାଏ ଘରୁ ଆଣିଥିବା ବ୍ୟାଗ୍ ଉପରେ ଏବଂ ମନେ ମନେ ଭାବେ ଏ ବ୍ୟାଗରେ ଆଣିଥିବା ରୁଟି ଖଣ୍ଡିକ ଖାଇଦେବା ପାଇଁ। କାହିଁକି ନା ଖାଇବା ସମୟରେ ଉପରେ ଥାଏ କି ପହଞ୍ଚିଯାଏ ବି ହବନି ଗୋଟେ ଟେପିଆ ସଫା କୁକୁର ଛୁଆଟେ। ସେ ତା ଖାଇବା ଥାଳିରୁ ଗୋଟେ ରୁଟି ବାହାର କରି ତାକୁ ଦେବାକୁ ଲାଗିଲା, ତଥାପି କୁକୁରଟି ତାକୁ ଗ୍ରହଣ କରିନଥାଏ। ତାପରେ ପୁଣି ଆଉ ଗୋଟେ ମଧ୍ୟ ରୁଟି ତାକୁ ଦେବାକୁ ଲାଗିଲା। ଏହାପରେ କୁକୁରଟି ତାକୁ ଖାଇ ତା ବାଟରେ ଚାଲିଯାଏ। ଠିକ୍ ସେତିକିବେଳେ ଗୌରୀ ଦେଖିବାକୁ ପାଏ ଏ ଜଣେ ବାବାଜୀ ଲୋକ ଥକାପଣ ହୋଇ ସେଇ ପଟ ଦେଇ ଯାଉଛନ୍ତି। ଓ ବାବା, ଏଠିକି ଆସନ୍ତୁ, ଟିକେ ରୁଟି ଖାଇଦିଅନ୍ତୁ। ଆପଣଙ୍କୁ ଦେଖିଲେ ଲାଗୁଛି ଆପଣ ବହୁତ ଥକି ଯାଇଛନ୍ତି। ବୋଧହୁଏ ଭଗବାନ ଆପଣଙ୍କୁ ପଠେଇଛନ୍ତି ମୋର ଏଇ ଖରାପ ସମୟରେ ସାହାଯ୍ୟ କରିବା ପାଇଁ। ବାବା ବସନ୍ତୁ, ଆଉ ପେଟ ଭରିକି ରୁଟି ଖାଆନ୍ତୁ। ଖାଇସାରିଲା ପରେ ବାବା କହିଲେ, ଧ୍ୟାନ ଦେଇକି ଶୁଣ ଝିଅ, ତୋ ଜୀବନରେ ଯଦି କେବେ ଅସୁବିଧା ଆସେ ତାହେଲେ ତୋର ପୂର୍ବପୁରୁଷମାନଙ୍କୁ ସ୍ୱଚ୍ଛ ମନରେ ଡାକିବୁ ଏବଂ ଅସୁବିଧା ଜାଗାରେ ଗୋଟିଏ ନାଲି କପଡ଼ା ଘୋଡ଼େଇ ଦେଇ ଅଗରବତୀ ଜାଳିଦେବୁ ଏବଂ ହାତ ଯୋଡ଼ି ପୂର୍ବପୁରୁଷଙ୍କୁ ପ୍ରାର୍ଥନା କରିବ ଏବଂ ତମର ସବୁ ଅସୁବିଧା ଦୂର ହେଇଯିବ। ହଁ ବାବା, ମୁଁ ଆପଣଙ୍କ କଥାକୁ ନିଶ୍ଚୟ ମାନିବି। କେବେ ବି ଯଦି ଆପଣ ରାମପୁର ଗାଁକୁ ଆସିବେ, ଆମ ଘରକୁ ନିଶ୍ଚୟ ଆସିବେ। ମୋର ସ୍ୱାମୀଙ୍କ ନାଁ ଆଉ ଶାଶୁଙ୍କ ନାଁ ପଚାରିଦେଲେ ସମସ୍ତେ କହିଦେବେ ମୋ ଶାଶୁଙ୍କ ନାଁ ହେଉଛି ସାବିତ୍ରୀ ଦେବୀ। ଯେତେବେଳେ ସାବିତ୍ରୀ ଦେବୀଙ୍କ ନାଁ ପଚାରିଦେବେ ଗାଁରେ ସବୁ ଲୋକ ଆମ ଗାଁର ଠିକଣା ଦେଇଦେବେ। ନିଶ୍ଚିତ ଝିଅ, ନିଶ୍ଚିତ, ମୁଁ ନିଶ୍ଚିତ ଯିବି। ତୁ ଏବେ ଘରକୁ ପଳା, ଡେରି ହେଇଗଲାଣି। ଜଙ୍ଗଲ ତୋ ପାଇଁ ସୁରକ୍ଷିତ ନୁହଁ। ପୂର୍ବପୁରୁଷମାନଙ୍କୁ ମନେ ପକେଇବୁ, ସେମାନେ ସବୁବେଳେ ସାହାଯ୍ୟ କରିଥାନ୍ତି। ଶାନ୍ତି କାଠକୁ ଧରି ଘରକୁ ଆସିବାକୁ ଲାଗିଲା। ଘରକୁ ଆସିସାରିଲା ପରେ ସମସ୍ତଙ୍କ ପାଇଁ ରୋଷେଇ କଲା। ରୋଷେଇ କରିସାରି ସମସ୍ତଙ୍କୁ ପରସି ଦେଲା ଖାଇବା ପାଇଁ। ଖାଇସାରିଲା ପରେ ସମସ୍ତେ ଘୋର ନିଦ୍ରା ଶୋଇପଡ଼ିଲେ। ଘର କମ୍ପିବାକୁ ଲାଗିଲା, ଏପରିକି ଗଜ ଶବ୍ଦ ଶୁଣିବାକୁ ଲାଗିଲା। ଏହାପରେ ସମସ୍ତେ ଡରିକି ଭୟଭୀତ ହୋଇଗଲେ। କିଛି ସମୟ ପରେ ମଧ୍ୟ ଏହା ଶାନ୍ତ ହୋଇଗଲା। ମା, ଇଏ କ'ଣ ଥିଲା? ଇଏ କେମିତିଆ ଶବ୍ଦ ଥିଲା? ରହ, ମୁଁ ଦେଖୁଛି। ଶାନ୍ତି, ଯା ସେଠି ଦେଖିକି କ'ଣ ଅଛି।
ମା ମତେ ବହୁତ ଡର ଲାଗୁଛି। ଯାଉଛୁ ନା ଦେଖିବୁ ଏଠି? ତାପରେ ଗୌରୀ ଘର ଭିତରକୁ ଯାଏ ଦେଖିବା ପାଇଁ। ସେ ଘର ଭିତରକୁ ଯାଇ ଦେଖେ ଘର ଭିତରେ କେହି ନାହାନ୍ତି। ମା ସେଠି ତ କିଛି ବି ନାହିଁ। ଏଟା କେମିତି ହେଇପାରିବ? ଆଉ ଏ ଶବ୍ଦ କାହାର ଥିଲା? ମା ମତେ ଲାଗୁଛି ବିଲେଇ ଗୋଟେ ଝରକା ପଟେ ପଶିକି ଏମିତି ଶବ୍ଦ କରୁଥିଲା। ହଉ ହଉ ଯାଅ ସବୁ ଶୋଇପଡ଼। ତା ପରଦିନ ତାଙ୍କର ଜଣେ ପଡ଼ୋଶୀ ତାଙ୍କ ଘରକୁ ଆସିଲା। ପ୍ରଣାମ ମାଉସୀ। ଆଉ କେମିତି ଅଛନ୍ତି? ହଁ ହଁ ଝିଅ ଆସେ। ଆଉ ଏତେ ଦିନ ପରେ ଆସିଲୁ? ମାଉସୀ ଆପଣ ଭୁଲି ଯାଇଛନ୍ତି ବୋଧେ। ମା ଆପଣଙ୍କୁ ଦହି ପାଇଁ କହିଥିଲେ। କ'ଣ କରିବି ଝିଅ, ସବୁ ତ ଭୁଲି ଯାଉଛି। ରହ ରହ ଅପେକ୍ଷା କର, ମୁଁ ତୋ ପାଇଁ ଭିତରୁ ଦହି ନେଇକି ଶାଶୁମା ଆସୁଛି। ଯେମିତି ଘର ଭିତରକୁ ଚାଲିଯାଆନ୍ତି, ପଡ଼ୋଶୀମାନଙ୍କ ତାକୁ କୁହନ୍ତି, ଶାନ୍ତି, ତୁ ଏଇ ବୁଢ଼ୀର ବ୍ୟବହାରରେ କଷ୍ଟ ପାଉନୁ? ତୁ ଘରେ ସବୁ କଥା କାହିଁ କହିଦଉନୁ? ନା ନା ଭଉଣୀ, ମୋ ବାପା ମା ଏମିତିରେ ବି ଗରିବ। ମୁଁ ତାଙ୍କୁ ମୋର ଦୁଃଖ ବିଷୟରେ କହିକି ଆଉ ଦୁଃଖୀ କରିବାକୁ ଚାହୁଁନି। ହଁ ଭଉଣୀ, ତୋର ଯାହା ଇଚ୍ଛା ତୁ ସେୟା କର। ଶାନ୍ତି ଘରର ସବୁ କାମ କରିସାରି ରୋଷେଇ କରିବାକୁ ଲାଗେ। ରୋଷେଇ କରିସାରି ସମସ୍ତଙ୍କୁ ଖାଇବାକୁ ପରଷି ଦିଏ, କିନ୍ତୁ ନିଜେ ଉପାସରେ ଶୋଇଯାଏ। ଠିକ୍ ସେହି ସମୟରେ ଘର ଫିର୍ ହଲିବାକୁ ଲାଗେ। ହଠାତ୍ ଏହି ଭୟଙ୍କର ଶବ୍ଦ ଶୁଣି ସମସ୍ତେ ବାହାରକୁ ଆସିଯାଆନ୍ତି। ମା, ଏ ଶବ୍ଦ ତ କାଲିଠାରୁ ବି ଭୟଙ୍କର ଥିଲା। ଚାଲନ୍ତୁ ଗୋଟେ କାମ କରିବା, ଶାନ୍ତିକୁ ଭିତରକୁ ପଠେଇଦବା। ଯଦି କୌଣସି ପଶୁ ଥିବେ ତାକୁ ଖାଇଦେବେ। ହଁ ତୁ ଠିକ୍ କହୁଛୁ ବୋଉ। ଶାନ୍ତି, ଯା ଭିତରକୁ ଯା। ଦେଖିଲୁ କିଏ ଅଛି ଭିତରେ? ମା ମତେ ତ ବହୁତ ଡର ଲାଗୁଛି। ଏମିତିରେ ଯିବୁ ନା ଦିଟା ଛାଞ୍ଚୁଣି ବାହାର ଦେବି? ଶାନ୍ତି ଯେତେବେଳେ ଘର ଭିତରକୁ ଯାଏ, ଗୌରୀ ସେପଟେ ପଛ ଆଡ଼ୁ ଡୋର ବନ୍ଦ କରିଦିଏ। ମା କବାଟ ଖୋଲନ୍ତୁ। ଆପଣ ମୋ ସହିତ ଏମିତି କାହିଁ କରୁଛନ୍ତି? ମତେ ବହୁତ ଡର ଲାଗୁଛି। ତୁ ମୋ ପୁଅକୁ ବାହା ହେବା ପୂର୍ବରୁ ଏକଥା ଭାବିବାର ଥିଲା। ଯା ତା ଭିତରେ ମର ଏବେ। ମା ମା ମତେ ଏବେ ବହୁତ ଡର ଲାଗୁଛି। ଆ ଭିତରେ ଶାନ୍ତି ଗୋଟେ ସେ ସାପକୁ ଭୟଙ୍କର ଦେଖି ସାପ ଗୋଟେ ଅଛି। କର୍ଣ୍ଣରେ ଠିଆ ହେବାକୁ ଲାଗିଲା ଏବଂ ଠିଆ ହେବା ସମୟରେ ସେ ମନେ ପଡ଼ିଲା ସେ ବାବା କହିଥିବା କଥାଟି। ତାପରେ ସେ ତାଙ୍କର ପୂର୍ବପୁରୁଷମାନଙ୍କୁ ମନେ ହେ ପକାଇବାକୁ ଲାଗିଲା। ପୂର୍ବପୁରୁଷ, ମତେ କିଛି ବାଟ ଦେଖାନ୍ତୁ। ମତେ ଏ ଭୟଙ୍କର ପରିସ୍ଥିତିରୁ ଉଦ୍ଧାର କରନ୍ତୁ। ଠିକ୍ ସେହି ସମୟରେ ଗୋଟେ ଗିଣ୍ଡିଳ ରଙ୍ଗର କପଡ଼ା ଆସେ। ସେ କପଡ଼ାଟାକୁ ସେ ସାପ ଉପରେ ଘୋଡ଼େଇ ଦିଏ। ଠିକ୍ ହଠାତ୍ ସେହି ସମୟରେ ତାର ମୁଣ୍ଡ ଘୋରେଇବାକୁ ଲାଗେ ଏବଂ ଘୋରେଇ ଯାଇ ସେ ତଳେ ପଡ଼ିଯାଏ। ଚାଲନ୍ତୁ ମା ଭିତରେ ଦେଖିବା। ଲାଗୁଛି ଏବେ ପର୍ଯ୍ୟନ୍ତ ତ ସେ ମରି ହିଁ ଯାଇଥିବ। ତା ପରଦିନ ଗୌରୀ କବାଟ ଖୋଲିବାକୁ ଲାଗିଲା। ଦେଖିଲା କି ଶାନ୍ତି ତଳେ ଶୋଇଛି। ହଠାତ୍ ସେ ଚିଲେଇବାକୁ ଲାଗିଲା। ଆରେ କ'ଣ ହେଲା? ଶାଶୁମା ଚିଲଉଛୁ ଯେତେବେଳେ କାହିଁକି? ଘର ଭିତରକୁ ଏଣ୍ଟ୍ରି କଲେ, ଦେଖିଲେ କି ଆମ ଘର ଭିତରେ ସୁନା ଚାନ୍ଦିର ସବୁ ଆମର ତ ମୂଲ୍ୟବାନ ଭାଗ୍ୟ ସମ୍ପତ୍ତି ହିଁ ସବୁ ରହିଛି। ବଦଳିଗଲା ଗୌରୀ। ଆଉ ଉପରୁ ଏ ଶାନ୍ତିଟା ବି ମରିଗଲା। ହଁ ମା, ଦେଖନ୍ତୁ ଏତେ ସୁନା ରୂପା ଟଙ୍କା। ଆମେ ତ ଏବେ ପୁରା ଜୀବନ ସାରା ସୁଖ ଶାନ୍ତିରେ ଯେତେବେଳେ ଆରାମରେ ଗୌରୀ ଲୋଭ ରହିବା। କରି ସେହି ସମ୍ପତ୍ତିକି ଛୁଇଁବାକୁ ଲାଗେ, ତାକୁ କରେଣ୍ଟ ଲାଗେ। ହଠାତ୍ ସେହି ସମୟରେ ଶାନ୍ତିର ନିଦ ଭାଙ୍ଗିଯାଏ ଏବଂ ଗୋଟେ ଦେଖେ ଯେ ଗୋଟେ ସାପଟେ ଆସିକି ଶୋଇଥାଏ। ଠିକ୍ ସେହି ସମୟରେ ମଧ୍ୟ ବାବାଙ୍କର ଅବଦାନ ହୋଇଥାଏ। ବାବା କୁହନ୍ତି, ଏ ଧନ ସମ୍ପତ୍ତି ସବୁ ଲକ୍ଷ୍ମୀର। ଏଥିରେ କେହି ଲାଗିବ ନାହିଁ, ନହେଲେ ମୁଁ କାହାକୁ ଛାଡ଼ିବି ନାହିଁ। ନା ବାବା, ମୋର ଗୌରୀ ଦିଦିଙ୍କୁ ଛାଡ଼ି ଦିଅନ୍ତୁ। ଲକ୍ଷ୍ମୀ, ତୁ କହୁଛୁ ବୋଲି ୟାଙ୍କୁ ଛାଡ଼ି ଦଉଛି, ନହେଲେ ଆଜି ଏ ଦି ଜଣଙ୍କର ଖେଳ ମୁଁ ଏଇଠି ଖତମ କରିଦେଇଥାନ୍ତି। ଶୁଣ ଲକ୍ଷ୍ମୀ, ଏ ଧନ ସମ୍ପତ୍ତି ସବୁ ତମର। ଇଏ ସବୁ ମୋର କେମିତି ହବ ବାବା? ହଁ ଲକ୍ଷ୍ମୀ, ଏ ସବୁ ତମର ପୂର୍ବପୁରୁଷମାନେ ରଖିଯାଇଥିବା ଧନ ସମ୍ପତ୍ତି। ହଁ, ସେ ଚାହୁଁଥିଲେ କି ତାଙ୍କର ସଠିକ୍ ଉତ୍ତରଦାରୀଙ୍କୁ ଏସବୁ ମିଳୁ। ଏବଂ ହଁ, କହି ରଖୁଛି, ତମେ ଦି ଜଣ ଯଦି ଏ ଧନ ସମ୍ପତ୍ତିକୁ ଚୋରେଇବାକୁ ଚାହିଁବ, ତାହେଲେ ସର୍ପଦେବ ଏହାକୁ ଜଗି ରହିଛନ୍ତି। ସାବଧାନ। କ'ଣ ସତରେ ବାବା? ହଁ ଲକ୍ଷ୍ମୀ, ହଁ। ଲକ୍ଷ୍ମୀ, ଭଗବାନ ତମର ମଙ୍ଗଳ କରନ୍ତୁ। ମୁଁ ଏବେ ଆସୁଛି।